ମହିଳାଙ୍କ ପାଇଁ ଖୁସି ଖବର। ଏହି ଦିନ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। ସରକାର କଲେ ତାରିଖ ଘୋଷଣା। ସୁଭଦ୍ରା ଯୋଜନା ମୋହନ ସରକାରଙ୍କ ଏକ ବଡ଼ ଯୋଜନା। ଏହା ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳତା ପ୍ରଦାନ କରିବା ସହ ସେମାନଙ୍କ ପରିବାରକୁ ସଶକ୍ତ କରିବା ଏହାର ଲକ୍ଷ୍ୟ। ଏହି ଯୋଜନା 17 ସେପ୍ଟେମ୍ବର 2024ରେ ଆରମ୍ଭ ହୋଇଥିଲା। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଏ ପର୍ଯ୍ୟନ୍ତ 3ଟି କିସ୍ତି ଟଙ୍କା ପହଞ୍ଚି ସାରିଛି। 3ଟି କିସ୍ତିରେ 1 କୋଟିରୁ ଅଧିକ ହିତାଧିକାରୀ ମୋଟ 15,000 ଟଙ୍କା ପାଇସାରିଛନ୍ତି। ସୁଭଦ୍ରା ଯୋଜନା ଅଧୀନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଚଳାଇଛନ୍ତି। ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି ଯେ ସୁଭଦ୍ରା ଯୋଜନା ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍ ଶୀଘ୍ର ମିଳିବ। ସୁଭଦ୍ରା ଯୋଜନା ଟଙ୍କାର ଚତୁର୍ଥ କିସ୍ତି ଚଳିତ ମାସ ମହିଳା ଦିବସରେ ଅର୍ଥାତ୍ ମାର୍ଚ୍ଚ 8 ତାରିଖରେ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ଟଙ୍କା ମିଳିଥିଲା। ଯେଉଁ ମହିଳାମାନେ 31 ମାର୍ଚ୍ଚ 2025 ସୁଦ୍ଧା 21 ବର୍ଷ ବୟସରେ ପହଞ୍ଚିଛନ୍ତି ସେମାନେ ଏହି ସରକାରୀ ଯୋଜନାରେ ଯୋଗଦାନ ପାଇଁ ଆବେଦନ କରିପାରିବେ। ଯଦି ଆବେଦନକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଏ ତେବେ ସେମାନେ 8 ମାର୍ଚ୍ଚରେ ସୁଭଦ୍ରା କିସ୍ତି ପାଇପାରିବେ। ନୂତନ ହିତାଧିକାରୀମାନେ ମାର୍ଚ୍ଚ 8 ତାରିଖରେ ଟଙ୍କା ପାଇବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକାଥରକେ 2ଟି କିସ୍ତି ପାଇବା ବିଷୟରେ ସୂଚନା ଦେଇଛନ୍ତି। ସେପଟେ ସୁଭଦ୍ରା ଯୋଜନାର ପୋର୍ଟାଲ ମଧ୍ୟ ଖୋଲିସାରିଛି। ନୂତନ ହିତାଧିକାରୀମାନେ ଏନେଇ ଆବେଦନ କରିପାରିବେ। ନୂଆ ଆବେଦନ ପ୍ରକ୍ରିୟା ଗୋଟିଏ ମାସ ଧରି ଚାଲିଅଛି।